ମାନେ ନମସ୍କାର ଜୟ ଜଗନ୍ନାଥ ଅଲ୍ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଜବ୍ ୟୁଟ୍ୟୁବ୍ ଚ୍ୟାନେଲରେ ଆପଣମାନଙ୍କୁ ପୁଣି ଥରେ ଏକ ନୂଆ ଭିଡ଼ିଓରେ ବହୁତ ବହୁତ ସ୍ୱାଗତ। ସାଙ୍ଗମାନେ ଦେଖନ୍ତୁ, ଆଜି ଆପଣମାନଙ୍କ ପାଇଁ ନବୋଦୟ ବିଦ୍ୟାଳୟ ସମିତି ତରଫରୁ ଏକ ଭ୍ୟାକେନ୍ସି ବର୍ତ୍ତମାନ ଆସିଛି। ଆପଣମାନେ ଦେଖିପାରୁଥିବେ ଅଫିସିଆଲ୍ PDF ମୁଁ ଦେଖେଇକି ଆପଣଙ୍କ ସହିତ ବର୍ତ୍ତମାନ ଡିସ୍କସନ୍ କରୁଛି। PM ଶ୍ରୀ ସ୍କୁଲ ଜବାହାର ନବୋଦୟ ବିଦ୍ୟାଳୟ ସମିତି ତରଫରୁ ଆପଣମାନଙ୍କର ଭ୍ୟାକେନ୍ସିଟି ଆସିଛି। ଏ ଭ୍ୟାକେନ୍ସିଟି ଆପଣମାନଙ୍କର ଭିଲେଜ୍ ଜିଙ୍ଗନଗର ଡିଷ୍ଟ୍ରିକ୍ଟ ସୁନ୍ଦରଗଡ଼ ପାଇଁ ଆପଣମାନଙ୍କର ଭ୍ୟାକେନ୍ସି ରହିବ। ଯଦି ଆପଣମାନେ ଚାହୁଁଛନ୍ତି ଆଦେହରେ ଆବେଦନ କରିପାରିବେ। ପୋଷ୍ଟ ନେମ୍ ଆପଣମାନଙ୍କର କ'ଣ ରହିବ ଡିଟେଲରେ ଆପଣମାନଙ୍କର ଲେଖାଯାଇଛି, ମୁଁ ଆପଣମାନଙ୍କୁ ଦେଖେଇଦେବି, ସବୁକିଛି ଆଲୋଚନା ମଧ୍ୟ କରିଦେବି। ପୋଷ୍ଟ ଆପଣମାନଙ୍କର ରହିବ କ'ଣ, TGT, କେବଳ TGT ଟ୍ରେଣ୍ଡ ଗ୍ରାଜୁଏଟ୍ ଟିଚରରେ ଆପଣମାନଙ୍କର ଭ୍ୟାକେନ୍ସି ଆସିଛି। ଯଦି ଆପଣମାନେ ଚାହୁଁଛନ୍ତି ଆଦେହରେ ଆବେଦନ କରିପାରିବେ। TGTରେ ଆପଣମାନଙ୍କର କ'ଣ ସବଜେକ୍ଟରେ ଆପଣମାନଙ୍କର TGTରେ ଭ୍ୟାକେନ୍ସି ରହିବ ଦେଖନ୍ତୁ, TGT ମ୍ୟାଥମେଟିକ୍ସ, ସୋସିଆଲ ସାଇନ୍ସ ଆଉ ଇଂଲିଶରେ ଆପଣମାନଙ୍କର ଭ୍ୟାକେନ୍ସି ରହିବ। ସେଥିରେ କ୍ୱାଲିଫିକେସନ୍ ଯେଉଁ ଡିଟେଲରେ ଆପଣମାନଙ୍କର ଲେଖାଯାଇଛି ଆପଣମାନେ ଏଠି ପଢ଼ିପାରୁଥିବେ। 4 ଇୟର୍ସ ଇଣ୍ଟିଗ୍ରେଟେଡ୍ ଡିଗ୍ରୀ କୋର୍ସ ଯେଉଁମାନେ କରିଛନ୍ତି ଆବେଦନ କରିପାରିବେ। 50% ମାର୍କ ଆପଣମାନଙ୍କର ମାଗିବ ସେଇ କନସର୍ନ ସବଜେକ୍ଟରେ। BEd ଆପଣମାନଙ୍କର କମ୍ପଲସରି ରହିବ। ସିଟେଟ୍ ବା ଆପଣଙ୍କର STET ସେଣ୍ଟ୍ରାଲ୍ ଟିଚର ଏଲିଜିବିଲିଟି ଟେଷ୍ଟ ଆଉ ଷ୍ଟେଟ୍ ଟିଚର ଏଲିଜିବିଲିଟି ଟେଷ୍ଟ ଦୁଇଟି ଭିତରୁ ଯାହାହେଲେ ଆପଣମାନେ କ୍ୱାଲିଫାଇ କରିଥିବା ଆବଶ୍ୟକ। ଡିଟେଲରେ ଆପଣମାନଙ୍କର କ୍ୱାଲିଫିକେସନ୍ ଲେଖାଯାଇଛି, ଆପଣମାନେ ଆଦେହରେ ଦେଖିପାରୁଥିବେ। ଏଜ୍ ଲିମିଟ୍ ଆଜ୍ ପର୍ ଗାଇଡ଼ଲାଇନ୍ସ ଅନୁସାରେ ଆପଣମାନଙ୍କର ରହିବ। ଆପଣଙ୍କର 58 ଇୟର୍ସ ପର୍ଯ୍ୟନ୍ତ ଆପଣମାନଙ୍କୁ ଆବେଦନ କରିପାରିବେ। ରିଲାକ୍ସେସନ୍ ଆପଣମାନଙ୍କର ସବୁକିଛି ରହିବ ଏଇ ଟାଇପ୍ର। ତାପରେ TGT ସୋସିଆଲ ସାଇନ୍ସ ଭ୍ୟାକେନ୍ସିରେ ଆପଣମାନଙ୍କର ଗୋଟାଏ ଭ୍ୟାକେନ୍ସି ରହିବ। ତାପରେ ଆପଣମାନଙ୍କର ତା ସାଇଡ଼୍ରେ କ୍ୱାଲିଫିକେସନ୍ ଡିଟେଲରେ ଆପଣମାନଙ୍କର ସବୁ ଲେଖାଯାଇଛି, ଆପଣମାନଙ୍କୁ ଭଲ ଭାବରେ ପଢ଼ି ଦିଅନ୍ତୁ। କ୍ୱାଲିଫିକେସନ୍ ଗ୍ରାଜୁଏସନ୍ ପରେ PG ବା ଆପଣମାନେ BEd କରିଛନ୍ତି ଆପଣ ଆଦେହରେ ଆବେଦନ କରିପାରିବେ। ସାଲେରୀ 34,125 ପର୍ ମନ୍ଥ ହିସାବରେ ଆପଣମାନଙ୍କର ସାଲେରୀ ରହିବ। ସୋସିଆଲ ସାଇନ୍ସରେ ଗୋଟାଏ ଭ୍ୟାକେନ୍ସି ବର୍ତ୍ତମାନ ରହିଛି। ତାପରେ ଆପଣମାନଙ୍କର ମ୍ୟାଥମେଟିକ୍ସରେ ଗୋଟାଏ ଭ୍ୟାକେନ୍ସି ରହିଛି। TGT ମ୍ୟାଥମେଟିକ୍ସରେ ଆପଣମାନଙ୍କର କ୍ୱାଲିଫିକେସନ୍ ଯେଉଁମାନେ ଗ୍ରାଜୁଏସନ୍ ପରେ BEd କରିଛନ୍ତି ଆବେଦନ କରିପାରିବେ। ଯେଉଁମାନେ ଇଣ୍ଟିଗ୍ରେଟେଡ୍ BEd କରିଛନ୍ତି ସେମାନେ ବି ମଧ୍ୟ ଆବେଦନ କରିପାରିବେ। ସାଲେରୀ 34,125 ପର୍ ମନ୍ଥ ହିସାବରେ ଆପଣମାନଙ୍କ ସାଲେରୀ ରହିବ। ଅପର ଏଜ୍ ଲିମିଟ୍ ଆପଣମାନଙ୍କର 50 ଇୟର୍ସ ବର୍ତ୍ତମାନ ରଖାଯାଇଛି 1/1/2027 ସୁଦ୍ଧା। କ୍ୱାଲିଫିକେସନ୍ ଆପଣମାନଙ୍କର ଯେଉଁ ଏକ୍ସଟ୍ରା ଡିଜାରେବୁଲ୍ କ୍ୱାଲିଫିକେସନ୍ ଆପଣମାନଙ୍କର ଏକ୍ସପିରିଏନ୍ସ ଯଦି ଟିଚିଂରେ ରହିବ ଆପଣମାନଙ୍କ ପାଇଁ ବହୁତ ଭଲ। କମ୍ପ୍ୟୁଟର ନଲେଜ୍ ଆପଣମାନଙ୍କ ପାଖରେ ଥିବା ଆବଶ୍ୟକ। TGT ଇଂଲିଶରେ ବି ଆପଣମାନଙ୍କର ଗୋଟାଏ ଭ୍ୟାକେନ୍ସି ରହିବ। ଆଜ୍ ୟୁଜୁଆଲ୍ କ୍ୱାଲିଫିକେସନ୍ ସବୁଥିରେ ସମାନ ରହିବ, କିନ୍ତୁ ସେମ୍ ଫିଲ୍ଡରେ ଆପଣମାନଙ୍କର ପଢ଼ିଥିବା ଆବଶ୍ୟକ। ଏଥିରେ ବି ସେମ୍ କମ୍ପ୍ୟୁଟର ନଲେଜ୍ ଆପଣମାନଙ୍କର କିଛିଟା ଏକ୍ସପିରିଏନ୍ସ ମାଗୁଛି। 34,125 କରି ଆପଣମାନଙ୍କୁ ଏଠି ସାଲେରୀ ବର୍ତ୍ତମାନ ମିଳିଯିବ। ଆପଣମାନେ ଆବେଦନ କେମିତି କରିବେ? ଆବେଦନ କରିବା ପାଇଁ ହେଲେ ଦେଖନ୍ତୁ, ଏ ଫର୍ମଟିକୁ ଆପଣମାନଙ୍କୁ ପ୍ରଥମେ ପ୍ରିଣ୍ଟ ଆଉଟ୍ ନେବା ପାଇଁ ପଡ଼ିବ। ପ୍ରିଣ୍ଟ ଆଉଟ୍ ନେଇସାରିଲା ପରେ ଆପଣମାନେ ଯାହା ଆଦେହରେ ମେନସନ୍ ରହିଛି ସବୁକିଛି ଫିଲ୍ଅପ୍ କରିବେ। ନିଜର ସମସ୍ତ ଡକୁମେଣ୍ଟ ଉପରେ ସେଲ୍ଫ ଆଟେଷ୍ଟେଡ୍ ରହିବ। ତା ସହିତ ଆପଣମାନଙ୍କୁ କ'ଣ କରିବେ, ଏ ଯେଉଁ ସମସ୍ତ ଡକୁମେଣ୍ଟ ଆଉ ଆପଣମାନଙ୍କର ଏଇ ଯେଉଁ ବାୟୋଡାଟା ଯେଉଁ ଫର୍ମଟିକୁ ଆପଣମାନଙ୍କୁ ସ୍କାନ୍ କରି PDF ବନେଇବାକୁ ପଡ଼ିବ। PDF ବନେଇ ସାରିଲା ପରେ ଆପଣମାନଙ୍କୁ ବାଏ ମେଲ୍ ଥ୍ରୁରେ ୟାକୁ ଆବେଦନ କରିବା ପାଇଁ ପଡ଼ିବ। ଦେଖନ୍ତୁ, ମୁଁ ମେଲ୍ ID ଆପଣଙ୍କୁ ଦେଖାଇ ଦେଉଛି। ବର୍ତ୍ତମାନ ଆପଣମାନେ ଦେଖିପାରୁଥିବେ ମେଲ୍ IDଟି ଆପଣଙ୍କ ସାମ୍ନାରେ ବର୍ତ୍ତମାନ ରହିଛି, ଦେଖିପାରୁଥିବେ। ଏଇ ଯେଉଁ ମେଲ୍ IDଟି ରହିଛି, ମେଲ୍ IDରେ ସମସ୍ତ ଡକୁମେଣ୍ଟକୁ ଆପଣଙ୍କର ବାୟୋଡାଟା ଫର୍ମକୁ ଫିଲ୍ଅପ୍ କରିସାରିଲା ପରେ ସ୍କାନ୍ କରିନେବେ, PDF ବନେଇଦେବେ। PDF କରିସାରିଲା ପରେ ଆପଣମାନେ ଏଇ ମେଲ୍ରେ ଛାଡ଼ିବା ପାଇଁ ପଡ଼ିବ ବିଫୋର୍ 16/8/2026 ପୂର୍ବରୁ। ମନେ ରଖିଲେ ଡେଟ୍ 16/8/2026 ପୂର୍ବରୁ ଆପଣଙ୍କୁ ଆବେଦନ କରିବା ପାଇଁ ପଡ଼ିବ। ଯାହାର ୱାକିଂ ଇଣ୍ଟରଭ୍ୟୁ ଡେଟ୍ ଆପଣମାନଙ୍କର 17/8/2026 ଆପଣମାନଙ୍କର ରଖାଯାଇଛି 11ଟା AM ଆପଣମାନେ ସେହି ହିସାବରେ ଆକୁ ଆବେଦନ କରିବା ପାଇଁ ପଡ଼ିବ। ରିପୋର୍ଟିଂ ଟାଇମ୍ ଆପଣମାନଙ୍କର 9:30 ରଖାଯାଇଛି। ବିଫୋର୍ ଟାଇମ୍ ଆପଣମାନଙ୍କୁ ପହଞ୍ଚିବା ପାଇଁ ପଡ଼ିବ। ଭେନ୍ୟୁ ଆଡ୍ରେସ୍ ମଧ୍ୟ ଆପଣଙ୍କ ସାମ୍ନାରେ ରହିଛି। ଏହି ଆଡ୍ରେସ୍ରେ ଆପଣମାନେ ପହଞ୍ଚିକି ୱାକିଂ ଇଣ୍ଟରଭ୍ୟୁରେ ଯୋଗ ଦେଇପାରିବେ। TGTରେ ମୁଁ ଆପଣମାନଙ୍କୁ ଅଲରେଡ଼ି କହିଥିଲି, TGT ମ୍ୟାଥମେଟିକ୍ସରେ ଗୋଟାଏ ଭ୍ୟାକେନ୍ସି, TGT ସୋସିଆଲ ସାଇନ୍ସରେ ଗୋଟାଏ ଭ୍ୟାକେନ୍ସି, TGT ଇଂଲିଶରେ ଆପଣମାନଙ୍କର ଗୋଟାଏ ଭ୍ୟାକେନ୍ସି ରହିବ। ଆପଣଙ୍କର ଏକାଡେମିକ୍ ସେସନ୍ 26-27 ପାଇଁ ଭ୍ୟାକେନ୍ସି ରହିବ। କଣ୍ଟ୍ରାକ୍ଚୁଆଲ୍ ବେସିସ୍ ଆପଣମାନଙ୍କର ରହିବ। ଯେତେବେଳେ ରେଗୁଲାର ଭ୍ୟାକେନ୍ସି ବାହାରିବ ଆପଣମାନଙ୍କୁ ବାହାର କରିଦେବେ। ରେଗୁଲାର ଭ୍ୟାକେନ୍ସି ଫିଲ୍ଅପ୍ କଲେ ଆପଣମାନଙ୍କୁ ବାହାର କରିଦେବେ। ହେଲେ ବି ଆପଣମାନଙ୍କର ଟିଚିଂ ଏକ୍ସପିରିଏନ୍ସ ବଢ଼ିବା ସହିତ ସାଲେରୀ ଆପଣମାନେ ପାଇବେ। ଆପଣମାନେ ଯଦି ଚାହୁଁଛନ୍ତି ଯେତେବେଳେ ଭ୍ୟାକେନ୍ସି ବାହାରିବ ଆବେଦନ ମଧ୍ୟ କରିପାରିବେ। ଆପଣଙ୍କର ଏକ୍ସପିରିଏନ୍ସ ଶୋ କରିପାରିବେ। ଆପଣମାନେ ଏଇ ସ୍କୁଲରେ ପଢ଼ିଛନ୍ତି ବୋଲି ତାଙ୍କୁ କହିପାରିବେ। ଡିଟେଲରେ ସବୁକିଛି ଆପଣମାନଙ୍କ ପାଇଁ ବେନିଫିଟ୍ ହିଁ ରହିବ। ଆପଣମାନେ ଏ PDF ଯଦି ଦରକାର ଭିଡ଼ିଓର ଡେସ୍କ୍ରିପସନ୍ରେ ଦେଇଦେବି, ଡାଉନଲୋଡ଼ କରିବେ, ପଢ଼ିବେ, ଆବେଦନ କରିବେ। ଆବେଦନର ପୁରା ପ୍ରୋସେସ୍ ମୁଁ ଆପଣମାନଙ୍କୁ କହିଦେଲି। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ଭିଡ଼ିଓକୁ ଗୋଟେ ଛୋଟ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିତ କରିବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।